ସାର୍ ମୁଁ ସୂର୍ଯ୍ୟକାନ୍ତ ଦାସ କହୁଛି ସାର୍। ସାର୍ କିଛି ଗୁଣ୍ଡା ଆସି ବମିଂ କରି କାମଟାକୁ ବନ୍ଦ କରିଦେଇଛନ୍ତି ସାର୍। କ'ଣ କହିଲେ ସାର୍? ତା ନାଁଟା ହେଉଛି ଶିବା ଦାଦା। Dr. Wallace all Orissa super killer Shiva Sarkar. अबे शिवा मोठू मोबाइल छोड़े मोर चारे बसवा को साहस कर दिबा। ओए कॉन्ट्रैक्टर अबे ठिया कथा भाई ये शिवा दादा जमा पसंद करेनी बसे की कथा भाई से भारी पसंद करे। अबे बमिंग करी कामटा तू बंद कर दिसु हेले एठिको आसी तू काई दिबा। अबे 10 कोटी टंकार टेंडरटा तू धरिचु 20 लक्ष दादा बटी बाबादुकु मते देई देबो तो काम शेष वो काम भी शेष। अबे 20 लक्ष तुरार कथा 20 टंका भी तते देबी निबा। पुलिस को इन्फॉर्मेशन करिछि पुलिस आसी तो दादागिरी तो कते छाड़े दबा बे। पुलिस ओए कॉन्ट्रैक्टर এটা হচ্ছে শিবা দাদার এলাকা। ये शिवा दादा इलाका खिलाई तू सो मते पुलिस लो भाई देखो तू अरे सुन ये शिवा दादा नदी थरे ता अटकालू बाहर को गोड़ो करिबो ना ट्रैफिक सिग्नलटा चेंज होई जीवो पुलिस व्यान से नाली बत्ती गुड़ाक खाली धप धप है जली उठिबो आ समस्ते कुआ कोई हवे होशियार शिवा सूची शिवा सोआ कॉन्ट्रैक्टर ए शिवा दादा इलाके ठियाई तू सोआ मो सहित चैलेंज करूछु। अरे सूर्यकांत दास कहा से तक चैलेंज करबा का जाता कर जाबे सरकार पड़िले सब दिन पे कामटा को बंद कर देबी ए तो मेरी गुंडा को गोटिए टंका भी देबी बे चुपचाप बिचा दिया कहूची ऐसे पास कर जाओ। हमारे कॉन्ट्रैक्टर वाले सर ऑल ओडिशा सुपर किलर शिवा सरकार सरकार सहित जो चैलेंज करे से ऊपर को सप्लाई हो जाए सारा झुकेगा नहीं वैसा। पुलिस हमें अरेस्ट कर पाए नहीं हमें को पुलिस अच्छा सुन आसो ऐसा चला तो भी थोड़ा पुलिस का सब प्रमाण पहुंची सर वो आखिर धुरी बंदा चेष्टा करे
ইন্সপেক্টর রতন পট্টনায়ক তোদের এনকাউন্টার পরিবার সহ ইন্সপেক্টর এইটা হচ্ছে শিবাদাদার এলাকা। আমি বছর বছর দেখাশু করলে এই শিবাদাদার পারমিশন দরকার। ওই এলাকার গাড়ি ওদের এনকাউন্টার করবে ধপ করতো পরীক্ষা মাফ করতে পারছো। एनकाउंटर स्पेशलिस्ट रतन पट्टनायक को ऑल इंडिया परमिशन मिल सारी से ভিতরে যাকু যাইব এনকাউন্টার রে উড়াই দেব। ଆଉ ତାଛଡ଼ା এই ଦାଦା ଇଲାକାରେ ବସି ଦାଦାମାନଙ୍କ ହାତରେ ଚୁଡ଼ି ପିନ୍ଧି ତାକୁ ଘୁରି ପଡ଼େଇବା ମୋର ଗୋଟାଏ ସଉକ। ଇଏ ତମ ଭଳି ପୋଲିସ ମାନଙ୍କ ଉପରେ ମାନେ ଡେଡ୍ ବଡି ଉପରେ ଫୁଲମାଳ ପିନ୍ଧେଇବାଟା ହଉଛି ଏ ଶିବା ଦାଦା ବହୁତ ପସନ୍ଦ କରେ। ତା ସହିତ ଫୁଲହାର ଯୋଉଠୁ ଆସେ ହାତ ଦୁଇଟା ସବୁଦିନ ପାଇଁ ଖସି ପଡ଼ିଯିବ। ଆମେ ଚୁପଚାପ ଘରକୁ ଯିବୁ ନା ଏନକାଉଣ୍ଟରରେ ମରିବୁ ବେ। শিবা শিবা ସରକାର କଣ ଗୋଟେ କହୁଥିଲୁ? କଣ ଗୋଟେ କହୁଥିଲୁ ତୁ? ଏନକାଉଣ୍ଟର ପୋଲିସ ଅଫିସର ଶିବା ଏନକାଉଣ୍ଟର କରିବୁ ବୋଲି ତୁ ଉପରୁ କୁଆଡେ ଅର୍ଡର ଆଣିଛୁ। ଶିବା ଏନକାଉଣ୍ଟର କରିବନି ଯେତେବେଳେ ମନ ହବ ଯାହାକୁ ମାରିବ ସେଠି ତୁ ଫୁଟାଇ ଦେବୁ ନାଇଁ। କହ ପୋଲିସ କିଏ କାହା ହାତରେ ଚୁଡ଼ି ପିନ୍ଧେଇବ? ତୁ ମୋ ହାତରେ ଚୁଡ଼ି ପିନ୍ଧେଇବୁ ନା ମୁଁ ତ ଡେଡ୍ ବଡି ଉପରେ ଫୁଲମାଳ ପିନ୍ଧେଇବି? ଶିବା ସେ ଭୁଲ କରିନଥାନ୍ତି ଶିବା। ନାଇଁ 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 ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସ। କିନ୍ତୁ ଏ ଶିବା ଦାଦାର ବର୍ଣ୍ଣବୋଧରେ ଏସବୁ ଲେଖା ହେଇନି। ଶିବା ଦାଦା ବର୍ଣ୍ଣବୋଧରେ ଲେଖା ହେଇଛି ମାଛ ଖାଇବ ଇଲିଶି ମର୍ଡର କରିବ ପୋଲିସ। ଓଡ଼ିଶା ସୁପାରି କିଲର ଶିବା ସରକାର ତୋକୁ ଆଣିକୁ ଦେଇ ରହିବେ। ଶିବା ଏଥର କହ କାହା ଡେଡ୍ ବଡି ଉପରେ ଫୁଲହାରଟା ଚଢିବ? ଏ ଯିଏ ଯାହାକୁ ଫୁଲହାର ପିନ୍ଧଉଛ ପିନ୍ଧ, ମୋ କାମ ସରିଲା, ମୁଁ ଏଥର ଚାଲିଲି। ହାରାମଜାଦି ଏତେ ସାହସ ତୋର? ପାଦ ସହିତ ପାଦକୁ ଛନ୍ଦି ଦେଇ ପୋଲିସ ହାତରେ ଧରେଇ ଦେଲୁ ନାଇଁ। ସମୟ ଆସିବ ତାର କଡ଼ା ଜବାବ ମୁଁ ଦେବି। ଆମେ ପୋଲିସ ହାତରେ ଧରିଲୁ ଯେ ମୋ କଲିଜାରେ ଗୋଟେ ଗାଲ ପକେଇ ଦେଲୁ। କିନ୍ତୁ ସମୟ ଆସିଲେ ତୋ କପାଳରେ ମୋ ନାଲି ଗାଲ ଟାଣି ଦେବି। ହଁ ମୋ ଶିବା ମାନିଲି ପୋଲିସ তোকে আজ ঠিক ମୁଁ ମାନିଗଲି। ମୁଁ ଜାଣିନି ତୋ ମା ଠାରୁ ତୁ ଠିକ କ୍ଷୀର ପିଇଛୁ। ମାନିଲି ମୋ ପୋଲିସ।
ଭଗବାନଙ୍କ ଦୂତ ସାଜି ତମେ ମୋ ଜୀବନ ବଞ୍ଚେଇଲ। ଉପସ୍ଥିତି ବୁଦ୍ଧି ଖୁଟେଇ ତମେ ଆଜି ମତେ ନୂଆ ଜୀବନ ଦେଲ। ତମର ଏ ପ୍ରକାର ସାହାଯ୍ୟ ମୁଁ କେବେ ଭୁଲି ପାରିବିନି। ନାଇଁ ସାର୍, ମୁଁ କିଛି କରିନି। ମୁଁ କେବଳ ମୋ କର୍ତ୍ତବ୍ୟ କରିଛି। ବରଂ ଆପଣ ମୋ ପାଇଁ ବହୁତ କିଛି କରିଛନ୍ତି। ଆପଣଙ୍କର ଏ ପ୍ରକାର ସାହାଯ୍ୟ ମୋ ଜୀବନରେ ମୁଁ କେବେ ବି ଭୁଲି ପାରିବିନି। ମୁଁ ଏତେ ଆସୁଛି ସାର୍, ବାଏ ବାଏ। କାଇଁ ଶୁଣ 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 ଶୁଣ, ପୁଣି କ'ଣ ହେଲା ଯେ? କି ଆଶ୍ଚର୍ଯ୍ୟ କଥା କହୁଛ ତମେ। ଆରେ ତମେ ମୋ ଜୀବନ ବଞ୍ଚେଇଲ, ଅଥଚ ମୁଁ ତମକୁ କି ସାହାଯ୍ୟ କଲି? ଛାଡ଼ନ୍ତୁ ସାର୍, ସେ କଥା ଏବେ ନୁହେଁ। ଘରକୁ ଗଲେ ଆପେ ବୁଝିପାରିବେ। ମୁଁ ଏଥର ଆସୁଛି। କାଇଁ ଶୁଣ ଶୁଣ ଶୁଣ, ପୁଣି କ'ଣ ହେଲା? ମୋ ଜୀବନଦାତାର ପରିଚୟ ନ ପାଇଲେ ମୁଁ ଭଗବାନଙ୍କ ଠାରେ ଦୋଷୀ ହେଇଯିବିନି। ମୋ ପରିଚୟରୁ ଆପଣ କ'ଣ ପାଇବେ? ମୁଁ ଯାହା ପାଇବି ସେ କଥା କେବଳ ମୁଁ ହିଁ ଜାଣିଛି। ମାନେ ଜୀବନ ସାଥୀ। ସାର୍, ମତେ ଲାଗୁଛି ଆପଣଙ୍କ ମୁଣ୍ଡ ବୋଧେ ଖରାପ ଅଛି। ତା ନହେଲେ ମୋ ବିଷୟରେ କିଛି ନ ଜାଣି ନ ଶୁଣି ଏତେ ବଡ଼ ନିଷ୍ପତ୍ତି ନେଇ ଯାଉଛନ୍ତି। ମୋ ପରିଚୟ ପାଇଲେ ମୋତେ ଘୃଣା କରିବେ। ଆରେ କି ବଡ଼ ଆଶ୍ଚର୍ଯ୍ୟ କଥା କହୁଛ ତମେ। ଆରେ ମଣିଷର ତ ପରିଚୟ ମଣିଷ, ଆଉ ପୁଣି କି ପରିଚୟ? ମୁଁ ଗୋଟେ ପକେଟ ମାଲ। ବସ୍ ଷ୍ଟାଣ୍ଡ, ସିନେମା ହଲ୍, ପାର୍କ ବୁଲି ବୁଲି ପକେଟ କାଟିବା ମୋ କାମ। ଆରେ ତମେ ମିଛ କହୁଛ, ତମେ ମତେ ଠକି ଦେବା ପାଇଁ କହୁଛ। ଆରେ ତମ ଭଳି ଝିଅ ପୁଣି ପକେଟ ମାର? नो 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 नो, आई कांट बिलीव इट। ତାହେଲେ ଦେଖ, ଏ ପର୍ସଟା କାହାର? ଆରେ କଣ ତ এইটা তো ମୋ ପର୍ସ। ମୋ ପାଖକୁ କେମିତି ଆସିଲା? ତାହେଲେ ଏ ସବୁ କାମ ତମେ କାହିଁ କରୁଛ? ଘରେ ମୋର ରୋଗୀଣା ବୁଢା ବାପା, ବାପାଙ୍କ ଔଷଧ ଖର୍ଚ୍ଚ, ବାପ ଝିଅଙ୍କ ପେଟ ଚାକର ପାଇଁ ମୁଁ ଆଉ କ'ଣ କରିଥାନ୍ତି? ଚାକିରି କରିବାକୁ ଯୋଉଠିକି ଗଲି ସେଠି ସେଇ ଗୋଟିଏ କଥା, ଇଜ୍ଜତ ବିକ, ଚାକିରି କର, ମାଲିକ ମାନଙ୍କୁ ଦେହ ସୁଖ ଦିଅ, ଟଙ୍କା ନିଅ। ଆପଣ କୁହନ୍ତୁ ସାର୍, ଆମେ ଗରିବ ହେଲୁ ବୋଲି ଆମ ଇଜ୍ଜତ କିଛି ନାହିଁ? ନ ଖାଇ ନ ପିଇ ମରିଯିବି ପଛେ ମୋ ଇଜ୍ଜତକୁ ମୁଁ କେବେ ବି ନିଲାମ କରିବିନି, କେବେ ବି ନୁହଁ। ସାର୍, ଆପଣଙ୍କୁ ମୋର ଗୋଟିଏ ଅନୁରୋଧ, ସବୁ କଥା ଜାଣି ସାରିଲା ପରେ, ସବୁ କଥା ଶୁଣି ସାରିଲା ପରେ ମତେ ଦୟାକରି ଥାନାକୁ ନେବେନି। ନା ତମେ ଯିବ। ନାଇଁ ସାର୍, ମତେ କହିଲି ପରା ଛାଡ଼ି ତମେ ମୋ ଦିଅନ୍ତୁ ସହିତ ସାର୍। ଯିବ। ନାଇଁ ସାର୍, ମୋ ସହିତ ଯିବ। এই ଦେଖନ୍ତୁ ସାର୍, ମୋ ବାପାଙ୍କ ପାଇଁ ମୁଁ ଔଷଧ ଆଣିଛି। ଔଷଧ ଟିକେ ନ ପାଇଲେ ମୋ ବାପାଟା ମରିଯିବେ। ମତେ ଛାଡ଼ି ଦିଅନ୍ତୁ ସାର୍, ମତେ ଛାଡ଼ି ଦିଅନ୍ତୁ। ନାଇଁ ତମେ ଯିବ। ନାଇଁ ସାର୍, ମତେ କହିଲି ଛାଡ଼ି ପରା ତମେ ମୋ ଦିଅନ୍ତୁ। ସହିତ ଯିବ। ନାଇଁ ସାର୍, ମତେ ନା ଛାଡ଼ି ମୁଁ ଦିଅନ୍ତୁ। କହୁଛି ମାନେ ତମେ ମୋ ନାଇଁ ସହିତ ସାର୍, ଯିବ। ମତେ ଛାଡ଼ି ଦିଅନ୍ତୁ। ଆରେ ଥାନାକୁ ନୁହଁ ମ, ଆଉ କୋଉଠିକି? ଏଇ ମନ୍ଦିରକୁ। ସତରେ ତମକୁ ଦେଖି ସାରିଲା ପରେ ମୋ ମନେ ମନେ ଭଲ ପାଇ ବସିଛି। ତମକୁ ଜୀବନ ସାଥୀ କରିବା ପାଇଁ ମୁଁ ଚାହେଁ। ସାର୍, ଆପଣ ଇଏ କ'ଣ କହୁଛନ୍ତି? ଆପଣ କେତେ ପାଠ ପଢିଛନ୍ତି, ପୋଲିସ ଚାକିରି କରିଛନ୍ତି, ଧନୀ ଘର ପୁଅ ହେଇଥିବେ। ଆପଣଙ୍କୁ ମୋଠୁ ରୂପବତୀ, ଗୁଣବତୀ, ଧନୀ ଘର ଝିଅ ମିଳିବେ, କିନ୍ତୁ ଏ ଝାନ୍ସିକୁ? କିନ୍ତୁ ତମ ଭଳି ଗୋଟେ ଚରିତ୍ରବତୀ ଝିଅ ମିଳିବା ଅସମ୍ଭବ। ତମେ ମୋ ଜୀବନ ବଞ୍ଚେଇଛ। ଦେଖ ଝାନ୍ସି, ମୁଁ ତମ ଅତୀତ, ତମ ତାପସକୁ ଚାହୁଁନି। ତମକୁ ଦେଖି ସାରିଲା ପରେ ମନେ ମନେ ଭଲ ପାଇ ବସିଛି। ତମକୁ ଜୀବନ ସାଥୀ କରିବା ପାଇଁ ଚାହେଁ। ତମେ କ'ଣ ମୋ ଜୀବନ ସାଥୀ ହେଇପାରିବନି? ଆରେ କୁହ, ପ୍ଲିଜ୍ କୁହ, ତମେ କ'ଣ ମୋ ପାଇଁ ଏତିକି କରିପାରିବନି? ହଁ, ପାରିବି, ନିଶ୍ଚୟ ପାରିବି। ଆଜିଠୁ ସ୍ନେହ ମମତା ପାଇବା ପାଇଁ ଡର